ସକାଳୁ ବାଜାଟା କୋଉଠି ବାଜୁଛି? ଆରେ ଏଇଟା ତ ଆମ ରମେଶ ବାବୁ ଘର ବୋଧେ। ଓହୋ, ଆଜି ତା ଝିଅ ବାହାଘର ହଉଛି ନା କ'ଣ? ସମୟଟା ବି କେତେ ଜଲ୍ଦି ବଦଳୁଛି। ସେଇ ରମେଶ ଦିନେ ଏଇଠି ମୋ ଛାଇ ତଳେ କେତେ ଖେଳୁଥିଲା, ଆଜି ଦେଖିଲା ବେଳକୁ ତା ଝିଅ ବାହାଘର କଲାଣି। ମୁଁ ବି ବୁଢ଼ା ହେଇଗଲିଣି। ଅବଶ୍ୟ ଆଗରୁ ଯେଉଁଭଳିଆ କୋହଳ ଥିଲା ଏବେ ଆଉ ସେଟା ନାହିଁ। ସବୁ ଛୁଆ ନିଜ ନିଜ ଫୋନ୍ରେ ତ ବ୍ୟସ୍ତ, ଆଉ ଏ ଗଛ ପାଖରେ କିଏ ଆସିକି ଖେଳୁଛନ୍ତି? ଆରେ ଏଇଟା ଆମ ସରପଞ୍ଚ ମୋହନ ବାବୁଙ୍କ ପୁଅଟା ବୋଧେ। ଆରେ ଗୁଗୁଲା, ଆରେ ଏ ଗୁଗୁଲା, ଆରେ ତୁ ଇଆଡ଼େ କ'ଣ କରୁଛୁ? ଅନେ ଆମ୍ବଟେ ଖା। ହେଁ, ଆମ୍ବ? ମିଠା ଆମ୍ବଟା ପୁରା। ଜାଣିଛୁ ଜାଣିଛୁ ଗଛ, ମୁଁ ଆଜି ସ୍କୁଲ ଯାଇଥିଲି, ବହୁତ ପାଠ ପଢ଼ିଲି, ଆଉ ନୂଆ ସାଙ୍ଗମାନଙ୍କ ସହିତ ବି ବହୁତ ଖେଳିଲି। ତାଙ୍କୁ ମୁଁ ଏଇ ମିଠା ଆମ୍ବ ବିଷୟରେ ବି କହିଛି। ସେମାନେ କହିଲେ ତୋ ପାଖରୁ ଆମ୍ବ ନେଇକି ତାଙ୍କୁ ଦବାକୁ। ହଁ, ମୁଁ ସେଇଥିପାଇଁ ଆସିଛି ବା। ହଉ ମୁଁ ଯାଏ, ସିଆଡ଼େ ମୋ ମାଆଟା ନହେଲେ ମୋତେ ମାରିବ, ମୋତେ ଗାଳି କରିବ। ହଉ ହଉ। ଓଃ ଓଃ, କି ଖରାରେ ବୋପା ମା, ହେ ପ୍ରଭୁ, ନା ଆଉ ଯାଇ ହବନି, ଏଇଠି ଟିକେ ବସିବି। ଓଃ ଓଃ। ଆରେ ଇଏ ତ ଆମ ଗାଁର ସନାତନ ବାବୁ ବୋଧେ। ଏତେ ବୟସ ହେଲାଣି, ପୁଣି ଏଇ ଖରାରେ କୁଆଡ଼େ ଯାଉଛନ୍ତି କେଜାଣି? ହଉ ମୁଁ ଟିକେ ମୋ ଡାଳରୁ ହଲେଇକି ୟାଙ୍କୁ ପବନ କରିଦିଏ। ଆଚ୍ଛା, ଏବେ ବୋଧେ ଶାନ୍ତିରେ ବସିଛନ୍ତି ମଉସାଟା। ଓହୋ, କି ଶାନ୍ତି! ଏ ଗଛଟା ଥିଲା ବୋଲି ଏ ଖରାର ପ୍ରକୋପଠୁ ଆଜି ଟିକେ ବଞ୍ଚିଲି। ହଉ ମୁଁ ଯାଏ, ସିଆଡ଼େ ବହୁତ କାମ ମୋର। ହଉ ଉଫ୍। ଶୁଣ ଶୁଣ ଶୁଣ, ଆଜି ସନ୍ଧ୍ୟା 5ଟାରେ ଆମ୍ବ ଗଛ ମୂଳେ ପଞ୍ଚ ବସିବ। ଶୁଣ ଶୁଣ ଶୁଣ। ଆରେ ଆଉ ଗୋଟେ ପଞ୍ଚ ବସିବ? ମୁଁ ମୋ ଜୀବନ କାଳ ଭିତରେ ଅନେକ ପଞ୍ଚ ଦେଖିଲିଣି। ମୁଁ କ'ଣ ଶୁଣିଛି ଆମ ସରପଞ୍ଚ ବାବୁ ବହୁତ ବଢ଼ିଆ ଲୋକ, ଠିକ୍ ତାଙ୍କ ବାପାଙ୍କ ପରି। ସେ ଯାହା ନିଷ୍ପତ୍ତି ନିଅନ୍ତି ଗ୍ରାମର ଉଦ୍ଧାର ପାଇଁ ହିଁ ନିଅନ୍ତି। ହଉ ଦେଖିଆ ଆଜି କି ନିଷ୍ପତ୍ତି ନେଉଛନ୍ତି। ସମସ୍ତେ ଆସିଲେ ତ, ତାହେଲେ ପଞ୍ଚ ଆରମ୍ଭ କରିବା। ଆଜି ସହରରୁ କିଛି ଅଫିସର ବାବୁମାନେ ଆସିଥିଲେ। ସେମାନେ ଗବେଷଣା କରି ଦେଖିଲେ ଏଇ ବୁଢ଼ା ଆମ୍ବ ଗଛ ମୂଳେ ଅନେକ ତୈଳ ମିଳୁଛି। ହଁ, ଆମେ ଯଦି ନିଷ୍ପତ୍ତି ନେଇ ଏଇ ଗଛଟାକୁ କାଟିଦେବା, ତାହେଲେ ଆମ ଏଇ ଦରିଦ୍ର ଗାଁର ଟିକେ ଉଦ୍ଧାର ହେବ, ଆଉ ଆମ ଯୁବତୀ ଯୁବତୀମାନଙ୍କୁ ନିଯୁକ୍ତି ବି ମିଳିବ। ସେ ମୁଁ ନିଷ୍ପତ୍ତି ନେଇଛି ଯେ କାଲି ସନ୍ଧ୍ୟାବେଳେ ଏଇ ଗଛକୁ କଟା ହେବ। ଆପଣମାନେ ସବୁ ରାଜି ତ ସେଥିରେ? ଆଚ୍ଛା ହଉ। ହେ ପ୍ରଭୁ, କି ଯୁଗ ଆସିଲା! ଆଜି ଯାଏଁ ଯେଉଁ ଲୋକମାନେ ଏଇ ଗଛ ଛାଇ ତଳେ ବସି ଖଟି ମାରୁଥିଲେ, ତାସ ଖେଳୁଥିଲେ, ମୋ ଫଳ ଖାଉଥିଲେ, ସେମାନେ ଆସିଛନ୍ତି ମୋତେ କାଟିବା ପାଇଁ। ମୁଁ ଖୁସି ଖୁସିରେ କଟିବା ପାଇଁ ବି ରାଜି ଅଛି, କାରଣ ସେଥିରେ ବି ତାଙ୍କ ଉଦ୍ଧାର ହିଁ ଅଛି। ବାପା, ତୁମେ ଏଟା କ'ଣ କରୁଛ? ଏ ଗଛ କାହିଁ କାଟୁଛ? ତୁମେ ଜାଣିନ ମୁଁ ଏଇଠି ଖେଳେ ବୋଲି ମୋ ସାଙ୍ଗମାନଙ୍କ ସହିତ? ତୁମେ ବା କହିଥିଲ ତୁମର ସ୍ମୃତି ଏଇଠି ଅଛି, ଛୁଆବେଳ ସ୍ମୃତି। ତୁମେ କେମିତି ଗଛଟାକୁ କାଟିକି ତୁମ ସ୍ମୃତି ଉଡଉଛ କହିଲ? ତୁମେ ଜମା ଭୁଲ କରୁଛ। ହଉ, ତୁମକୁ ମୁଁ ଆଉ ଗୋଟେ କଥା କହୁଛି। ଜାଣିଛ ଆମ ଗୁରୁମା କ'ଣ କହିଛନ୍ତି? ଆମ ଗୁରୁମା କହିଛନ୍ତି ଗଛ କାଟିଲେ ସଏଲ ଇରୋଜନ, ଗ୍ଲୋବାଲ ୱାର୍ମିଂ ଇତ୍ୟାଦି ଇତ୍ୟାଦି ହୁଏ। ସେଟା ତ ଜାଣିନଥିବ, ତୁମେ ସ୍କୁଲ ଯାଇନ ନା?
ନା 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 ମୁଁ ବଞ୍ଚିଥିଲା ଯାଏ ଏଇ ଗଛଟାକୁ କାଟିବା ପାଇଁ ଦେବିନି। ନା ନା ମୁଁ ବଞ୍ଚିଥିଲା ଯାଏ ଏ ଗଛ କେହି କାଟି ପାରିବେନି। ଯାଅ ତୁମେ ପଳାଅ, ତୁମେ ପଳାଅ ଏଠୁ। ମୁଁ ଗଛ କାଟିବା ପାଇଁ ଦେବିନି। ନା ମୋର ଏଇ ଗଛ ସହିତ ବହୁତ ସ୍ମୃତି। ଯାଅ ଯାଅ ପଳାଅ ଯାଅ।